ବିଜେଡି ଛାଡ଼ିଥିଲେ ଆଜି ପଦ୍ମ ଧରିଲେ। ବିଜେପିରେ ମିଶିଲେ ସୋର ବିଧାୟକ ପରଶୁରାମ ଧଡ଼ା। ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପରଶୁରାମ ଧଡ଼ା। ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପରଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଓଡ଼ିଶା କାହିଁକି ପଛରେ ରହିବ? ସ୍ୱର କାହିଁକି ପଛରେ ରହିବ? କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ପରଶୁରାମ ଧଡ଼ା। ଦଳ ଯାହା ଦାୟିତ୍ୱ ଦେବ ମୁଁ ତୁଲାଇବି। ଟିକେଟ ନ ମିଳିବାରୁ କିଛି ଦିନ ତଳେ ସେ ବିଜେଡି ଛାଡ଼ିଥିଲେ। 2014 ଓ 2019ରେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପରଶୁରାମ ଧଡ଼ା। ଚଳିତ ନିର୍ବାଚନରେ ବିଜେଡି ମାଧବ ଧଡ଼ାଙ୍କୁ ସ୍ୱରରୁ ପ୍ରାର୍ଥୀ କରିଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ିଥିଲେ ପରଶୁରାମ ଧଡ଼ା। ଏବେ ପୁଣି ଥରେ ଘର ବାହୁଡ଼ା କରିଛନ୍ତି। ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କୁ ପଠାଇବା ପରେ ପରଶୁରାମ କହିଥିଲେ, ମୋତେ ଦୁଇଥର ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ସ୍ୱରବାସୀଙ୍କ ପାଖରେ ମଧ୍ୟ ମୁଁ କୃତଜ୍ଞ। ସ୍ୱରକୁ ମୁଁ ବିଜେଡିରେ ଦୁର୍ଗରେ ପରିଣତ କରିଛି, କିନ୍ତୁ ବର୍ଷେ ହେବ କିଛି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଏଠାରେ କେମିତି ବିଜୁ ଜନତା ଦଳ ଖଣ୍ଡ ଖଣ୍ଡ ହେବ, ସେ ଉଦ୍ୟମ ସେମାନେ ଆରମ୍ଭ କରିଥିଲେ। ସେମାନେ ଆଜି ସଫଳ ହୋଇଛନ୍ତି। ମୁଁ ଏଠାରେ ଯେଉଁ ବିକାଶର ଧାରା ଆଗକୁ ନେଉଥିଲି, ସେଥିରେ ରୋକ ଲଗାଇବା ପାଇଁ ସେମାନେ କରିଥିବା ଉଦ୍ୟମରେ ସଫଳ ହୋଇଛନ୍ତି। ବିଜେଡି ସୁପ୍ରିମୋ ବୋଧେ ଜାଣିପାରି ନାହାନ୍ତି। ଏବେ ସମୀକ୍ଷା କରିବାର ସମୟ ଆସିଛି ବୋଲି କହିଛନ୍ତି ପରଶୁରାମ ଧଡ଼ା। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।